ମିଶ୍ରଣରେ ପୁଣି ଏଇ ପ୍ରାତଃ ସମୟରେ ଆମମାନଙ୍କୁ ସୁରକ୍ଷିତ ରଖି ତାହାଙ୍କର ଚରଣ ତଳେ ବସିବା ପାଇଁ ସୁଯୋଗ ଦେଇଥିବାରୁ ସେଇ ମହାନ ପରମେଶ୍ୱରଙ୍କ ନାମକୁ ଧନ୍ୟବାଦ ଦେଇ ତାହାଙ୍କର ମଙ୍ଗଳଦାନକୁ ମନେ ପକାଇ ଆମମାନେ ଆରାଧନା ମାଧ୍ୟମକୁ ଯିବା। ଆମମାନଙ୍କର ଆରାଧନା କରିବା ପାଇଁ ଆମମାନଙ୍କ ମଧ୍ୟରେ ଆମମାନଙ୍କର ପ୍ରିୟର ଦିଦି ପ୍ରଭୁଙ୍କର ପ୍ରିୟ ଦାସୀ ଆମମାନଙ୍କ ମଧ୍ୟରେ ଅଛନ୍ତି। ପ୍ରେମିକା ପାଲ ଦିଦି, ମୁଁ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆହ୍ୱାନ କରୁଅଛି ଆଗକୁ ଆସିବେ ଆରାଧନା ମାଧ୍ୟମରେ ଆମକୁ ପଢେଇ ନେବେ। ପ୍ରେଜ ଦି ଲର୍ଡ ଦିଦି। ପ୍ରେଜ ଦ ଲର୍ଡ ସିଷ୍ଟର। ପ୍ରତ୍ୟେକ ଗୁଡ ମର୍ଣ୍ଣିଂ, ନମସ୍କାର, ଶୁଭ ସକାଳ। ପ୍ରଭୁ କେତେ ଦୟା କଲେ, କେତେ ଅନୁଗ୍ରହ କଲେ ପବିତ୍ର ଦିନ ପ୍ରଭାତରେ ବସିବା ପାଇଁ ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେବି ସଦା ପ୍ରଭୁକୁ ମଧ୍ୟ। କର ଆଜ୍ଞା, ଯେତେବେଳେ କାଲି ଫୋନ କଲେ ମୋ ଭାଇ ଭଉଣୀ ଭାବେ, କାହିଁକି ଆଉ ପାରଳାଖେମୁଣ୍ଡି ଆସି ମୋ ଦୁଃଖ ସୁଖ ଜାଣିଛନ୍ତି। ପୁନର୍ବାର ବର୍ଷା ମାରୁଥିଲା, ତିନ୍ତିକି ବିଝିକି ମୋ ମା ବାପାକୁ ଦେଖିବାକୁ ଆସି ଘରକୁ ଆସି ପ୍ରାର୍ଥନା କରି ଯାଇଛନ୍ତି। ମୁଁ ଧନ୍ୟବାଦ ଦେବି, ଯୋଉ ମଧ୍ୟରେ ମୁଁ ପ୍ରତ୍ୟେକ ମୋ ଭାଇ ଭଉଣୀ ବୋଲି ମୁଁ ଭାବେ ଧନ୍ୟବାଦ ଦେବି, ପ୍ରଶଂସା କରିବି। ମତେ କହିଲା ଦିଦି, ଆଉ ମୁଁ ତ ଧନ୍ୟବାଦ ଦେବାର କାହିଁକି ଜୁମ ରେ ମନା କରୁଛି, ମୋର ଫ୍ୟାମିଲି ସମସ୍ତେ ଶିକ୍ଷିତ, ତଥାପି ମୁଁ ଅନେକ ସମସ୍ୟାରେ ମୁଁ ଇଂଲିଶ ନାମ ଜାଣିବି ନାହିଁ ବୋଲି ମୁଁ ସବୁ ସାର୍ ମାନଙ୍କୁ ମନା କରେ। ସାର୍ ମତେ ଯଦି ଆରାଧନା କରିବି ମୁଁ ଆରାଧନା କରିବି। ଯେତେବେଳେ ମୋ ଭାଇ ଗୁଣପୁରରେ ଅତିରିକ୍ତ ଜିଲ୍ଲାପାଳ ହେଇଛି, ମୁଁ ବସ ରେ ଆସିଥିଲେ, ମତେ ଦିଟା ମ୍ୟାଡାମ କହିଲେ ଆପଣ କୋଉଠି ଜବ୍ କରୁଛନ୍ତି କହିଲେ। ମୁଁ ସକାଳେ ପ୍ରଭାତରେ ମୁଁ ମିଛ କହିନି, ଜୁମ ରେ ମଧ୍ୟ ବସିଥିଲି। ତମର ଜାତି କଣ କହିଲେ, ମୋର ଜାତି ପବିତ୍ର ଜାତି କହିଲେ। ମୋ ଟାଇଟେଲ ପା କାଲି ସାର୍ କହୁଥିଲେ ଆପଣ ତ ପ୍ରତି ପ୍ରଭାତରେ ପ୍ରଭୁଙ୍କର ପ୍ରଶଂସା କରୁଛନ୍ତି, ସ୍ୱର୍ଗରେ ମୁଁ ପ୍ରଭୁଙ୍କର ଜବ୍ କରୁଛି ବୋଲି ଦିଦି କହିନକି ବୋଲି ମତେ ସାର୍ କରୁଥିଲେ। ମୋର ଗୀତ ଗାଇବାର ମଧ୍ୟ ଭୁଲ ହେଇଯିବ, କାହିଁକି ରାତି ସାରା ମତେ ନିଦ ନା, ତଥାପି ପ୍ରଭୁ ସୁସ୍ଥ ଦେଇଛି, ସେଲେନ ଚାଲିଛି। ସପ୍ତାହ ହେଲା ପିତା ମାତାକୁ ସମାଦର କର, ବାପା ମା ସେବା, ଅନେକ ଦୁଃଖ, ତଥାପି ପ୍ରଭୁ ମତେ ଧୈର୍ଯ୍ୟ ଦେଇଥିବାରୁ ମୁଁ କୋଟି କୋଟି ଧନ୍ୟବାଦ ଦଉଛି। ହାଲେଲୁୟା। ହେ ସଦା ପ୍ରଭୁ ମୋର ପ୍ରାର୍ଥନା ଶୁଣ, ହେ ସଦା ପ୍ରଭୁ ମୋର ପ୍ରାର୍ଥନା ଶୁଣ ଓ ମୋ କାକୁତି ତୁମ ନିକଟରେ ଉପସ୍ଥିତ ହଉ। ମୋ ସଙ୍କଟ ଦିନରେ ମୋ ଠାରେ ତୁମେ ମୁଖ ଲୁଚାଅ ନାହିଁ। ମୋ ପ୍ରତି ଆପଣା କର୍ଣ୍ଣ ଡେର। ମୋ ପ୍ରାର୍ଥନା କରିବା ଦିନରେ ମତେ ଶୀଘ୍ର ଉତ୍ତର ଦିଅ। ହାଲେଲୁୟା। ସଦା ପ୍ରଭୁ ମୋର ପ୍ରତିପାଳକ, ମୋର ଅଭାବ ହେବ ନାହିଁ। ହାଲେଲୁୟା। ହାଲେଲୁୟା। ସଦା ପ୍ରଭୁଙ୍କ ଉଦ୍ଦେଶ୍ୟରେ ନୂତନ ଗୀତ ଗାଉ। ଅନେକ କିଛି ମୁଁ 3ଟା ଗୀତ କାଢିଥିଲି, ତଥାପି ଆଉ ସେ ଗୀତ ବହି ଦୁଶୁନି, ରାତିରେ ବହୁତ ଲୋକ ଗହଳି ହେଇଗଲେ। ପ୍ରଭୁକୁ ଧନ୍ୟବାଦ ଦେବି, ପ୍ରଭୁକୁ ଧନ୍ୟବାଦ ଦେବା ଗୀତ ଗାଇବି। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକ ଯୋଗ୍ୟ ପ୍ରଭୁ ଯୀଶୁ। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକ ଯୋଗ୍ୟ ପ୍ରଭୁ ଯୀଶୁ। ହାଲେଲୁୟା, 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 ହାଲେଲୁୟା। ରାଜା ମାନଙ୍କର ରାଜା ତୁମେ, ପ୍ରଭୁଙ୍କ ପ୍ରଭୁ। ରାଜା ମାନଙ୍କର ରାଜା ତୁମେ, ପ୍ରଭୁଙ୍କ ପ୍ରଭୁ। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକ ଯୋଗ୍ୟ ପ୍ରଭୁ ଯୀଶୁ। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକ ଯୋଗ୍ୟ ପ୍ରଭୁ ଯୀଶୁ। ପ୍ରେମ ଭକ୍ତି ପାଇବାକୁ ଶୁଭାଜନ, କାରଣ ଜଗତେ ତୁମେ କଲ ସୃଜନ। ପ୍ରେମ ଭକ୍ତି ପାଇବାକୁ ଶୁଭାଜନ, କାରଣ ଜଗତେ ତୁମେ କଲ ସୃଜନ। ପ୍ରଭୁ କଲ ସୃଜନ। ଗୌରବ ସମ୍ଭ୍ରମ, 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 ଓ ଗୌରବ ସମ୍ଭ୍ରମ ପାଇବାକୁ ତୁମେ ଏକ ଯୋଗ୍ୟ ପ୍ରଭୁ ଯୀଶୁ। ଗୌରବ ସମ୍ଭ୍ରମ ପାଇବାକୁ
तुमे एक योग्य प्रभु यीशु। हालेलुया 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 हालेलुया। राजा मानकर राजा तुमे प्रभुଙ୍କ प्रभु। राजा मानकर राजा तुमे प्रभुଙ୍କ प्रभु। पापीଙ୍କର मुक्ति तुमे कल साधन। कालबरी क्रुसे हई बलिदान। पापीଙ୍କର मुक्ति तुमे कल साधन। कालबरी क्रुसे हई बलिदान। गौरव प्रशंसा प्रशंसा हो। धन्यवाद महिमा पाइबाको तुमे एक योग्य प्रभु यीशु। धन्यवाद महिमा पाइबाको तुमे एक योग्य प्रभु यीशु। हालेलुया। प्रभु को धन्यवाद देवी। मो बापा को रात्रि आमे आशा छाड़ी देइथिलु, तथापि मो बापा सुस्थ होइछि। डॉक्टर मो भाई माने मध्ये अछंती। ए घर मो भाई माने विजाति आपण माने जानि छंती, तथापि से माने मते इच्छा करी पाळक को मैरिज करिथिले। आ मते केबे प्रार्थना करबा पई मते मना करबे नै। प्रभु को मो धन्यवाद देबी। हालेलुया। मो हृदय रतन जिसु। मो प्राणर सन्दन जिसु। मो हृदय रतन जिसु। मो प्राणर सन्दन जिसु। तुम नाम भजी मोर बीती जाऊ दिन प्रभु। तुम नाम भजी मोर बीती जाऊ दिन प्रभु। मो हृदय रतन जिसु। मो प्राणर सन्दन जिसु। तुम नाम भजी मोर बीती जाऊ दिन प्रभु। तुम नाम भजी मोर बीती जाऊ दिन प्रभु। मो सरग नन्दन जिसु। मो राजा बिराजन जिसु। मो सरग नन्दन जिसु। मो राजा बिराजन जिसु। तुम नाम भजी मोर बीती जाऊ दिन प्रभु। तुम नाम भजी मोर बीती जाऊ दिन प्रभु। मिछ मायार संसार दुई दिनार जीवन क्षमा कर देबे, नेटवर्क टिके असुविधा होला रे। हालेलुया। ए करुणा सागर जिसु। ए प्रेमिक राजन जिसु। तुम नाम भजी मोर बीती जाऊ दिन प्रभु। तुम नाम भजी मोर बीती जाऊ दिन प्रभु। आसु जेते दुख झड़ डरिबिने केबे भय। केवल तुम सेवारे रहु सदा मोर लय। हालेलुया। आसु जेते दुख झड़
ଡରିବିନି କେବେ ଭୟ, କେବଳ ତୁମ ସେବାରେ ରହୁ ସଦା ମୋର ଲୟ। ଏ ମୋ କରତା ଯିଶୁ, ଏ ମରଣ ବିଜୟୀ ଯିଶୁ, ଏ ମୋ କରତା ଯିଶୁ, ଏ ମରଣ ବିଜୟୀ ଯିଶୁ। ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ, ତୁମ ନାମ ଭଜି ମୋର ବିତି ଯାଉ ଦିନ ପ୍ରଭୁ। ହାଲେଲୁୟା। ମିଛ ମାୟା ସଂସାର 2 ଦିନର ଜୀବନ ଅଳି କରି ତୁମ ଠାରେ ମାଗି ମେଇନି ଧନ ମାନ ପ୍ରଭୁ। ଆସୁ ଯେତେ ଦୁଃଖ ଝଡ଼ ଡରିବିନି କେବେ ଭୟ ପ୍ରଭୁ, କେବଳ ପ୍ରଭୁ କେବଳ ତୁମ ସେବାରେ ରହୁ ମୋର ଲୟ ପ୍ରଭୁ। ହାଲେଲୁୟା ହାଲେଲୁୟା। ଧନ୍ୟବାଦ ପିତା। ଗୋଟେ ଗୀତ ଗାଏ। ହାଲେଲୁୟା। ଅସଜଡ଼ା ହୃଦୟକୁ ସଜାଡ଼ିଲା ତୁମେ, ଉଜୁଡ଼ାଏ ଜୀବନକୁ ଗଢ଼ିଦେଲ ତୁମେ। ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେ, ଉଜୁଡ଼ାଏ ଜୀବନକୁ ଗଢ଼ିଦେଲ ତୁମେ। ତୁମରି ପ୍ରେମର ପରଶେ ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେ, ଉଜୁଡ଼ାଏ ଜୀବନକୁ ଗଢ଼ିଦେଲ ତୁମେ। ପଡ଼ିଥିଲି ଅପରାଧେ ଏ ଜଗତେ ଯେବେ, ଯିଶୁ ତୁମେ ଅତି ପ୍ରେମେ ଆସିଲ ମୋ ପାଶେ। ପଡ଼ିଥିଲି ଅପରାଧେ ଏ ଜଗତେ ଯେବେ, ଯିଶୁ ତୁମେ ଅତି ପ୍ରେମେ ଆସିଲ ମୋ ପାଶେ। ଢାଳିଲ ଆଲୋକ ଅନ୍ତରେ, ଢାଳିଲ ଆଲୋକ ଅନ୍ତରେ, ତୁମରି ସ୍ୱର୍ଗୀୟ ଦୟାରେ, ତୁମରି ସ୍ୱର୍ଗୀୟ ଦୟାରେ ପରିତ୍ରାଣ ଦେଲ ମତେ ତୁମ ଅନୁଗ୍ରହରେ। ତୁମରି ସନ୍ତାନ ହେଲି ନୂତନ ଜନମେ, ପରିତ୍ରାଣ ଦେଲ ମତେ ତୁମ ଅନୁଗ୍ରହରେ। ତୁମରି ସନ୍ତାନ ହେଲି ନୂତନ ଜନମେ, ଶାନ୍ତି ପାଇଲି ମାନସେ। ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେ, ଉଜୁଡ଼ାଏ ଜୀବନକୁ ଗଢ଼ିଦେଲ ତୁମେ। ଆପଦରେ ବିପଦରେ ସହାୟକା ତୁମେ, ମୋ ଦୁଃଖରେ ମୋ ସୁଖରେ ବନ୍ଧୁ ଏକା ତୁମେ। ଆପଦରେ ବିପଦରେ ସହାୟକା ତୁମେ, ମୋ ଦୁଃଖରେ ମୋ ସୁଖରେ ବନ୍ଧୁ ଏକା ତୁମେ। ତୁମରି ପ୍ରେମର କେ ମତେ ବିଚ୍ଛିନ୍ନ କରିବ ଜଗତେ, ତୁମରି ପ୍ରେମର କେ ମତେ ବିଚ୍ଛିନ୍ନ କରିବ ଜଗତେ। ଏତିକି ଭରସା ପ୍ରଭୁ ଦେଇଛ ମୋ ମନେ, ଭୟ ଆଉ ନାହିଁ ମତେ ତୁମେ ଅଛ ସାଥେ। ଏତିକି ଭରସା ପ୍ରଭୁ ଦେଇଛ ମୋ ମନେ, ଭୟ ନାହିଁ ମତେ ଆଉ ତୁମେ ଅଛ ସାଥେ। ବଞ୍ଚିବି ମୁଁ ଏହି ବିଶ୍ୱାସେ, ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେ, ଉଜୁଡ଼ାଏ ଜୀବନକୁ ଗଢ଼ିଦେଲ ତୁମେ। ହାଲେଲୁୟା। ପ୍ରାର୍ଥନା କରିବା, ପ୍ରାର୍ଥନାରେ ସୁଯୋଗ ଦେବ।
ହାଲେଲୁୟା ପ୍ରଭୁ। କିଏ ଅଛି ଏହି ଜଗତରେ ମୋ ପ୍ରାର୍ଥନା ଶୁଣିବାକୁ? କେହି ନାହିଁ ତୁମ ବିନା ଯିଶୁ, ଦୁଃଖ ମୋର ଜାଣିବାକୁ। ହଁ ବନ୍ଧୁ, କିଏ ଅଛି ଏହି ଜଗତରେ ମୋ ପ୍ରାର୍ଥନା ଶୁଣିବାକୁ? କେହି ନାହିଁ ତୁମ ବିନା ଯିଶୁ, ଦୁଃଖ ମୋର ଜାଣିବାକୁ। ମୁଁ ଯେ ଦିନହୀନ କରେ ନିବେଦନ, ମୁଁ ଯେ ଦିନହୀନ କରେ ନିବେଦନ, ଲୋକ ତମର କର ଗ୍ରହଣ, ଲୋକ ତମର କର ଗ୍ରହଣ। ପ୍ରାର୍ଥନା ଶୁଣ ମୋର ପ୍ରଭୁ, ପ୍ରାର୍ଥନା ଶୁଣ। ତୁମେ ଯେବେ ସାହା ହେବ ନାହିଁ, ଯିବି ମୁଁ କାହା ପାଖକୁ, ମୋର ବେଦନା ଜଣାଇବି, ଯିଶୁ ମୁଁ ଆଉ କାହାକୁ। କିଏ ଅଛି ଏଇ ଜଗତରେ ଆମ ପ୍ରତ୍ୟେକ ପ୍ରାର୍ଥନା ଶୁଣିବାକୁ? ତୁମେ ଯେବେ ସାହା ହେବ ନାହିଁ, ଆମେ ଯିବୁ କାହା ପାଖକୁ? ଆମ ହୃଦୟର ବେଦନା ଯିଶୁ ଜଣାଇବୁ କାହାଠାକୁ ପ୍ରଭୁ? ଅନେକ ଭାଇ ଭଉଣୀ ଆସି ଅନେକ ସାନ୍ତ୍ୱନା ଦେଉ। ମଣିଷ ବାହୁ ଦେଖେ ପ୍ରଭୁ, ତମେ ଅନ୍ତ କଣ ଜାଣିବା ପରମେଶ୍ୱର। ତମେ ଅସାଧ୍ୟକୁ ତମେ ସାଧ୍ୟ କରିବା ପରମେଶ୍ୱର, ତମେ ଅସମ୍ଭବ ତମେ ସମ୍ଭବ କରିବା ପରମେଶ୍ୱର। ଏକମାତ୍ର ଜଗତର ଅଛ ବାପା, ପବିତ୍ର ପବିତ୍ର ପବିତ୍ର, ଅତି ଉତ୍ତମ ପବିତ୍ର ବାପା, ଧର୍ମମୟ ଧର୍ମମୟ ପରମେଶ୍ୱର। ତମେ ଯେ ଅଛ ସେ ଅଛ, ଯେହୋବା ରାଫା, ଯେହୋବା ସାର। ମୋ ପ୍ରଭୁ ଘୁମାଇବେ ନା, ମୋ ପ୍ରଭୁ ନିଦ୍ରା ଯିବେ ନା, ମୋ ପ୍ରଭୁ ଜୀବିତ ପ୍ରଭୁ ଜୀବନ ଦେବା ପରମେଶ୍ୱର, ଦୟାଳୁ ପରମେଶ୍ୱର ରାଜା। हे ମହାନ ପରମେଶ୍ୱର, ତମେ ଦିନ ପରେ ଦିନ, ସପ୍ତାହ ପରେ ସପ୍ତାହ, ମାସ ପରେ ମାସ, ବର୍ଷ ପରେ ବର୍ଷ ବାପା, ତମେ ଆମର ଆପଦ ବିପଦର ରୋଗ ସଙ୍କଟ ରକ୍ଷା କରି ଏ ବଡ ସଂକଟର ଦିନ ଆସୁଛି, ଏ ଯୁଗ ଶେଷ ଦିନ ଆସିଲା ପ୍ରଭୁ। ତମେ କହିଛ ସୁଯୋଗ ସଦ୍ ବ୍ୟବହାର କର, କାରଣ କାଳ ମନ୍ଦ ଅଟେ ବାପା, ତମେ ଜାଣୁଛ ଦେଖୁଛ। ପ୍ରଭାତରେ ପ୍ରଭୁ ପ୍ରତିଦିନ ମୋ ପାଳକ ପାଳିକା ପାଇଁ ମାଗେ ବାପା, ତମେ ଜାଣୁଛ ଶୁଣୁଛ ପ୍ରଭୁ। ମହାନ ପରମେଶ୍ୱର, ଆମେ ଯେତେ ପ୍ରଭୁ ଯୋଉ ମଧ୍ୟରେ ଜଡିତ ହେଇଛୁ ବାପା, ଆମେ ଏକ ପରିବାର କହିଛୁ ବାପା। তুমি ପରସ୍ପରକୁ ପ୍ରେମ କର, ପଡିଶକୁ ପ୍ରେମ କର ବୋଲି କହିଛ। ସେଇ ପ୍ରେମ ଦେଇଛ ବାପା। ନିଜ ଭାଇ ଭଉଣୀ ମତେ ଯେ ପ୍ରକାର ପ୍ରେମ, ତମେ ସେଇ ପ୍ରକାର ଯୋଉ ମଧ୍ୟରେ ମତେ ସେଇ ପ୍ରକାର ପ୍ରେମ କରୁଛନ୍ତି। ଆମେ ପବିତ୍ର ଜାତି ବାପା, ଏକ ପରିବାର ବାପା। ହଁ ମହାନ ପରମେଶ୍ୱର ପ୍ରଭୁ, ଯେତେ ମୋ ପାଳକ ପାଳିକା ଅନେକ ପୁଅ ଝିଅ, ଅନେକ ପରିବାର ନିଜ ଗ୍ରାମ ନିଜ ମଣ୍ଡଳ ଛାଡି ବାହାରେ ତମର ସେବାରେ ଅଛନ୍ତି ବାପା, ସେମାନଙ୍କୁ ରକ୍ଷା କର ପ୍ରଭୁ, ସେମାନଙ୍କୁ ରକ୍ଷା କର ପ୍ରଭୁ। ଯୋଉ ବଡ ସଂକଟର ଦିନ ଆସୁଛି, ସେମାନେ ଧୈର୍ଯ୍ୟ ସାହସରେ ଅଛନ୍ତି ପିତା, ସେମାନେ ଭୟଭୀତ ହଉନାହାନ୍ତି ମୋ ଭାଇ ଭଉଣୀ ମାନେ ପ୍ରଭୁ। ସେମାନଙ୍କୁ ଧୈର୍ଯ୍ୟ ଦେଇଛ, ଅଣ୍ଟା ଭିଡିବା ପାଇଁ ଶକ୍ତି ଦେଇଛ, ସେମାନଙ୍କର ଆଗ ପଛରେ ତୁମେ ରୁହ ପ୍ରଭୁ। ହାଲେଲୁୟା ହାଲେଲୁୟା ରାଜା। ପ୍ରଭୁ ଯେତେ ପ୍ରଭୁ ଯୋଉ ମଧ୍ୟରେ ଅସୁସ୍ଥ ଥିବେ, ମେଡିକାଲରେ ଥିବେ, ମୁଁ ଜାଣିନି ବାପା, ତମେ ଜାଣିବା ପରମେଶ୍ୱର, ସେମାନଙ୍କୁ ତମେ ସୁସ୍ଥ କର ବୋଲି ମୁଁ ପ୍ରାର୍ଥନା କରୁଛି। ପ୍ରତ୍ୟେକ ଗ୍ରାମକୁ, ପ୍ରତ୍ୟେକ ଦେଶକୁ, ପ୍ରତ୍ୟେକ ମଣ୍ଡଳୀକୁ, ପ୍ରତ୍ୟେକ ମେଡିକାଲକୁ, ପ୍ରତ୍ୟେକ ସାହିକୁ, ପ୍ରତ୍ୟେକ ପରିବାରକୁ ତମର ପାଦ ତଳେ ମୁଁ ସମର୍ପଣ କରୁଛି ବାପା। ଓ ମହାନ ପରମେଶ୍ୱର, ସାର୍ କୁ ତମର ପାଦ ତଳେ ମୁଁ ସମର୍ପଣ କରୁଛି ପ୍ରଭୁ। ତମ ମନ ଦେଇଛ ରାଜା, ସ୍ୱାମୀ ସ୍ତ୍ରୀ ଅଣ୍ଟା ଭିଡିବା ପାଇଁ ସୁନ୍ଦର ସୁଯୋଗ ଦେଇଛ, ସୁନ୍ଦର ଭାର ଦେଇଛ ବାପା। ଶେଷ ପର୍ଯ୍ୟନ୍ତ ପ୍ରଭୁ ସ୍ୱାମୀ ସ୍ତ୍ରୀ ଅଣ୍ଟା ଆଣ୍ଠୁ ଭାଙ୍ଗିକି ପ୍ରଭୁ ତମର ସେବାରେ ଗ୍ରାମ ଗ୍ରାମକୁ ଯାଉଛନ୍ତି, ସେମାନଙ୍କୁ ଆଗ ପଛରେ ତୁମେ ରୁହ ରାଜା। ଦୁଇ ଝିଅ ପ୍ରଭୁ ହଷ୍ଟେଲରେ ଅଛନ୍ତି, ଅନେକ ପୁଅ ଝିଅ ଅଛନ୍ତି ପ୍ରଭୁ, ସେଠି ମ୍ୟାଡାମ ସାର୍ ମଧ୍ୟ ଅଛନ୍ତି। ଯୋଉ ହଷ୍ଟେଲ ମାନଙ୍କୁ, ଅନେକ ହଷ୍ଟେଲ ବନ୍ଦ ହେଇଛି ବାପା, ଅନେକ ବିଧବା, ଅନେକ ଅନାଥ ପୁଅ ଝିଅ ମାନଙ୍କୁ ଅନେକ କଷ୍ଟରେ ଅଛନ୍ତି ପ୍ରଭୁ। ମହାନ ପରମେଶ୍ୱର, ଝିଅ ମାନେ ପଢୁଛନ୍ତି, ପ୍ରତ୍ୟେକ ଝିଅ ମାନଙ୍କୁ ତମେ ଉତ୍ତମ ମନ ଦିଅ ପ୍ରଭୁ। ପ୍ରଭାତରେ ତମକୁ ଆଣ୍ଠୁ ଭାଙ୍ଗିବେ ପ୍ରଭୁ, ପାଠ ପଢିବାରେ ଉତ୍ତମ ମନ ଦିଅ। ଯୋଉ ସାର୍ ମ୍ୟାଡାମ ପ୍ରତ୍ୟେକ ଝିଅ પર ପିତା ମାତା ହେଇଛନ୍ତି ବାପା, ସେମାନଙ୍କୁ ତମେ ଧୈର୍ଯ୍ୟ ଦିଅ, ସେମାନଙ୍କୁ ତମେ ଅର୍ଥ ଯୋଗାଅ, ସେମାନଙ୍କର ସହବର୍ତ୍ତୀ ପରମେଶ୍ୱର କରେ
प्रभु प्रवीणा सिस्टर को तुम पद तले दौर प्रभु आज पर्यंत मो गोपालपुर जो प्रकार मत प्रेम देछि आज पर्यंत मु भूली पारुनी बापा से प्रकार प्रेम दियो प्रभु प्रत्येक भाई भौणी को से भौणी को सार को छुआ मान को तुम पद तले समर्पण कर महान परमेश्वर अनेक भौणी मान को मो लिंक पठाउछि ए मो ग्राम पाई मो मागुछि बापा प्रभु अनेक लोक ढली छथि आज लिंक पठे अलार्म रखी मजे प्रभात उठी पारना से मान को उठाओ कथा को जे जानिछि से जानिछि जे चाखिछि से चाखिछि प्रभु प्रभात प्रार्थना पे ओ महान परमेश्वर जेते जड़ित होइछ प्रभु हम प्रत्येक वर्षवर्ती परमेश्वर हो राजा पिता सार को तुम पद तले समर्पण करछि पिता स्वामी स्त्री आंटू भांगु प्रत्येक जुम रे बाप जो वाक्य देव प्रभु से वाक्य तुम्हें को प्रभु आम जेते पर्यंत प्रभु शेष पर्यंत तुम पद तले बसीचु आम शांति मन एक मन आम वाक्य शुणी हृदय रखी ए कांड शुणी से कांड आम न छाड़ी पार प्रभु सार को परिवार को तुम पद तले दौर राजा अनेक प्रार्थना है प्रार्थना शुणी उत्तर देचु प्रभु मो मागी जानी प्रभु तुम्हें जाची प्रदान जदि प्रार्थना रे भूल थे क्षमा कर ए प्रार्थना जीशु नाम रे मागुची आमेन धन्यवाद भौणी सुजोग देथिबार प्रेज लॉर्ड दीदी प्रेज लॉर्ड प्रभु आशीर्वाद करंतु अति सुंदर आराधना जो जन निजको नम्र करे प्रभु सबु प्रकार ज्ञान तांको दियंती प्रभु मध्य आपन को भी सब प्रकार ज्ञान देई अछंती दीदी निजको आउ भावंतु जे मते किछि आसीबनी बोली अति सुंदर भाबरे सुप्रभात रे अति सुंदर स्वर नै आपण प्रभुकर वर्शिप कले बहुत सुंदर अर्थपूर्ण गीत गाए परमेश्वरकर महिमा करिसंती आसंतु आम मानकर प्रिय दीदी प्रभु गौरव पाउत भौणी आम माने समस्त उच्च करताले दे दीदी मान धन्यवाद प्रेज लॉर्ड दीदी प्रभु आशीर्वाद करंतु शारीरिक रे मध्य आसंतु ए समय आम माने प्रभुकर आराधना करी अच्छे समस्ते पवित्र आत्मा को प्रभु को उपस्थिति मध्य आम माने समस्त अच्छे आउ आम मानकर आराधना करिथिबा दीदी मध्य वाक्य निमते प्रार्थना कर सारिछंती आसंतु आम माने सीधा सड़क परमेश्वर को वाक्य सुनवा पाई जिबा जो वाक्य के आम मान को जीवन दिए जो वाक्य आम मान को शक्ति सामर्थ्य बढ़ा पाई साहाय्य करे आम मान को गहन रे आज प्रभुकर प्रिय दास पुणी आम मानकर प्रिय आज्ञा राजेश प्रधान आज्ञा अछंती परमेश्वर वाक्य आम मान पढ़े नेबे आज्ञा आसवा समय आम मान प्रभु को उद्देश्य निमते गोटे उच्च करतल दे आम मान आह्वान करवा आज वाक्य निमते प्रेज लॉर्ड आज्ञा समस्त को प्रेज लॉर्ड विशेष करी धन्यवाद दिए होस्ट महाशय को मत आज ये सुंदर सुवर्ण सुजोग देले सुंदर समय तंकर वाक्य दवा पाई प्रिय दास को प्रभु बहु गुणित आशीर्वाद को युक्त करंतु तार संगे संगे प्रवीणा भूणी को धन्यवाद दिए प्रभु तंक सुंदर प्रिजाइडिंग द्वारा मान को उत्साहित देइचंते प्रभु प्रिय दास को आशीर्वाद युक्त करंतु आ प्रभु केते महान परमेश्वर जी आमान को प्रेम करंती प्रेज द लॉर्ड हालेलुया आ प्रभु महामहिमा परमेश्वर अच्छा मोर स्वर सुगुचित आपन को क्लियर आज्ञा थैंक यू जे हमें प्रभुଙ୍କର वाक्य ଯିବା ପୂର୍ବରୁ ନିଜକୁ ପ୍ରଭୁ ସମର୍ପିତ କରିବା ଆଜି ମାନଙ୍କୁ ପ୍ରଭୁ ସୁନ୍ଦର ସମୟ ଦେଲେ ସୁନ୍ଦର ସହଭାଗିତା ଦେଲେ ସୁନ୍ଦର ଉପସ୍ଥିତ ଦେଲେ ଆଉ ସେଥିପାଇଁ ଯେତେବେଳେ ସବୁ ପ୍ରକାର ରାସ୍ତା ବନ୍ଦ ଥିଲା କୌଣସି ଜାଗାକୁ ଆମେ ଯାଇପାରୁ ନଥିଲୁ ଆଉ ପ୍ରଥମ ମୂଳ ସ୍ଥାପନ କଲେ ରିଏଲ ମିନିଷ୍ଟର ହୋଷ୍ଟ ମହାଶୟ ଯେ ଯିଏକି ଆମମାନଙ୍କୁ ଉତ୍ସାହିତ ଦେଇ ଅଛନ୍ତି ଯାହା ଦ୍ୱାରା କି ଆମେ ଆଜି ସ୍ଥାନରେ ବସି ପାରିଛୁ ପ୍ରେଜ ଦ ଲର୍ଡ ଯେ ଦାସଙ୍କୁ ପ୍ରଭୁ ଆଶୀର୍ବାଦ ଯୁକ୍ତ କରନ୍ତୁ ଆସନ୍ତୁ ଆମେ ପ୍ରଭୁ ସିଧାସଳଖ ବାକ୍ୟ ମଧ୍ୟକୁ ଯିବା ବାକ୍ୟର କିଛି ଅଂଶ ଅଧ୍ୟୟନ କରିବା ଆଉ ଏଇ ସମୟରେ ଗତ ଦିନ ଠାରୁ ବହୁତ ଗୁଡେ ବି ଶୁଣିବାକୁ ପାଉଛି କିନ୍ତୁ ପୃଥିବୀ ଆରମ୍ଭରୁ ପୃଥିବୀ ଶେଷ ପର୍ଯ୍ୟନ୍ତ ଦୁଇଟି ପୃଷ୍ଠ ଭାଗରେ ବିଭକ୍ତ କରାଯାଇଛି ଗୋଟେ ହଉଛି ଆଉ ଖ୍ରୀଷ୍ଟପୂର୍ବ ଖ୍ରୀଷ୍ଟାବ୍ଦ ଏଇ ଜିନିଷ ଗୁଡିକ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ ଆଉ ପ୍ରଭୁ ଯେତେବେଳେ ଖ୍ରୀଷ୍ଟ ପୂର୍ବର ନିୟମ ଭଳି ଆମେ ଦେଖିବା ତାହା ହଉଛି ଆଦି ପୁସ୍ତକ ଟିକେ ପଢିବାରେ ସାହାଯ୍ୟ କରିବେ ପ୍ରବୀଣା ମଲ୍ଲିକ ଭଉଣୀ ଅଛନ୍ତି ଟିକେ ସାହାଯ୍ୟ କରିବେ ତାହା ହଉଛି ଆଦି ପୁସ୍ତକ 2 ଅଧ୍ୟାୟ ତାର
ତା 4 ପଦରୁ ଆମେ ଆରମ୍ଭ 7 ପଦ ପାଠ କରିବା, ସେ ପଢିବାରେ ସାହାଯ୍ୟ କରିବେ। ସୃଷ୍ଟି କାଳରେ ଆକାଶମଣ୍ଡଳ ଓ ପୃଥିବୀର ବିବରଣ ଏହି। ଯେଉଁ ସମୟରେ ସଦାପ୍ରଭୁ ପରମେଶ୍ୱର ଆକାଶମଣ୍ଡଳ ଓ ପୃଥିବୀ ନିର୍ମାଣ କଲେ, ସେହି ସମୟରେ କ୍ଷେତ୍ରରେ କୌଣସି ତୃଣ ନଥିଲା ଓ ଭୂମିରେ କୌଣସି ଶାକ ନଥିଲା। ଯେହେତୁ ସଦାପ୍ରଭୁ ପରମେଶ୍ୱର ପୃଥିବୀରେ ସୃଷ୍ଟି କରାଇ ନଥିଲେ, ଆଉ କୃଷିକର୍ମ କରିବାକୁ ମନୁଷ୍ୟ ହିଁ ନଥିଲା, ପୁଣି ପୃଥିବୀକୁ ଏକ କୁହୁଡ଼ି ଉଠି ସମସ୍ତ ଭୂମିରେ ଜଳ ଛିଞ୍ଚିଲା। ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ଧନ୍ୟବାଦ ଭଉଣୀ। ଯାହା ମୁଁ ଧନ୍ୟବାଦ ଦିଏ ଭଉଣୀକୁ, ସଦା ସର୍ବଦା ପ୍ରଭୁଙ୍କ ପାଇଁ ପଢିବାରେ ଆଗୁଆ ଅଛନ୍ତି। ପ୍ରଭୁ ଭଉଣୀକୁ ଆଶୀର୍ବାଦ କରନ୍ତୁ। ଏଠି ଆମେ ଦେଖୁଛୁ ଯେ ଆଦି ପୁସ୍ତକରେ ଆମେ ଯଦି ଆରମ୍ଭରୁ ଶେଷ ଦେଖୁଛୁ ଯେ ଲେଖା ଅଛି ଆଦି ପୁସ୍ତକରେ ଯେତେବେଳେ ପରମେଶ୍ୱର ସୃଷ୍ଟି କଲେ, 6 ଦିନ ସୃଷ୍ଟି କଲେ, ନାଇଁ ଆଉ 6 ଦିନର ପଞ୍ଚମ ଷଷ୍ଠ ଦିନ ସେ ମଣିଷ ସୃଷ୍ଟି କଲେ, ସପ୍ତମ ଦିନ ବିଶ୍ରାମ କଲେ, ଯୋଉଟା କି ଆମର ପୃଥିବୀର ପୃଷ୍ଠଭୂମି ଅଟେ। ଆଉ ସେଥିପାଇଁ ଆମେ ଦେଖୁଛୁ ଯେ ଯଦି ଆଜି ମନୁଷ୍ୟକୁ ସେ ସୃଷ୍ଟି କରିନଥାନ୍ତେ, ଆଜି ମନୁଷ୍ୟ ରୂପ ଧରି ଆମେ ଏ ସ୍ଥାନରେ ବସି ନଥାନ୍ତେ। ଆଜି ଆମେ ଦେଖୁଛୁ ଯେତେବେଳେ ପରମେଶ୍ୱର ସମସ୍ତ ଆଜ୍ଞା ଅନୁଯାୟୀ ସୃଷ୍ଟି କରୁଛନ୍ତି, ଆଉ ମନୁଷ୍ୟ ସୃଷ୍ଟି କଲେ, ଏଇ ଆମେ ଦେଖୁଛୁ ପୁରାତନ ନିୟମର ଅନେକ ଦେଖୁଛୁ ଯେତେବେଳେ ପ୍ରଭୁ ମୂଷାଙ୍କୁ କଣ କଲେ, ଆହ୍ୱାନ କଲେ ଯେ ମୂଷା ତୁମେ ଯାଅ, ଆଉ ଆମର ଯାତ୍ରା ଲେଖା ଯେ ତୁମେ ଯାଅ, ଆମର ଲୋକମାନେ ବନ୍ଦୀ ଅବସ୍ଥା ଅଛନ୍ତି, ତାଙ୍କୁ ଉଦ୍ଧାର କରି ଆଣ। ଆଉ ପ୍ରଭୁ ଯେତେବେଳେ ତାଙ୍କୁ ନିର୍ଦ୍ଦେଶ ଦେଲେ, ସେ ଯେତେବେଳେ ଯାଉଛନ୍ତି, ଆଉ ସେ ସମୟରେ ଭାରତ ତାଙ୍କର କଥା ଶୁଣି ଅସକ୍ଷମ ରହିଛି। ଆଉ ସେଇ ସମୟରେ ପରମେଶ୍ୱର ମୂଷାଙ୍କୁ କହିଲେ ଆଉ ତୁମେ ଯାଅ। ମୂଷା ଯାଉଛନ୍ତି, ଆଉ ଫାରାଓ ପାଖରେ ପହଞ୍ଚୁଛନ୍ତି, ଫାରାଓକୁ ରିକ୍ୱେଷ୍ଟ କରୁଛନ୍ତି ଯେ ମୋ ପ୍ରଭୁ ଚାହୁଁଛନ୍ତି ଆଉ ଆପଣଙ୍କ ଅଧୀନରେ ଥିବା ମୋର ପ୍ରଭୁଙ୍କର ଭୟକାରୀ ମାନେ ଅଛନ୍ତି, ତୁମେ ସେମାନଙ୍କୁ ଛାଡିଦିଅ ବୋଲି। ଯେତେବେଳେ ଆଉ ସେ ଛାଡୁନାହାନ୍ତି, ଆଉ ସେଇ ସମୟରେ ଆଉ ପ୍ରଭୁ କଣ କଲେ ନା ହାରଣକୁ କହିଥିଲେ ଯେ ହାରଣ, ଯଦି ଯାତ୍ରା ପୁସ୍ତକ 6 ପର୍ବ 8 ପଦ ଦେଖିବୁ, ଦେଖାଯିବ, ସେ ଲେଖା ଯାଇଛି ଆଉ ସେ କଣ କହୁଛି ଦଣ୍ଡ ପ୍ରେରଣ ବିଷୟ ଲେଖା ଅଛି। ଆଉ ସେତେବେଳେ ସେ କଣ କରୁଛନ୍ତି, ମୂଷାଙ୍କୁ ଯେତେବେଳେ ପଠଉଛନ୍ତି, ମୂଷା ଯେତେବେଳେ ଯାଇ ଆଉ ଯେତେବେଳେ ଆଉ ସେ ପୃଷ୍ଠଭୂମି ମଧ୍ୟରୁ ଆଉ ସେମାନଙ୍କୁ ଆହ୍ୱାନ କରୁଛନ୍ତି, ଡାକୁଛନ୍ତି, ସେମାନେ ଆସୁଛନ୍ତି, 6 ଲକ୍ଷ ଲୋକଙ୍କୁ ଧରି ପ୍ରାନ୍ତରେ ଆଣୁଛନ୍ତି। ଆଉ ସେଇ ସମୟରେ ଆଉ ପ୍ରଭୁ ତାଙ୍କୁ କଣ କରୁଛନ୍ତି, ଆଉ ପଥ କହୁଛନ୍ତି। ଆଉ ଯେତେବେଳେ ଆସି ପହଞ୍ଚୁଛନ୍ତି, ସେ ଯେତେବେଳେ ପଥରେ ସେ ଚାଲୁଛନ୍ତି, ଆଉ କିଛି ସମୟ ପରେ ସେ ପର୍ବତ ଶିଖରରେ ପହଞ୍ଚିଛନ୍ତି। ଆଉ ସେତେବେଳେ ପରମେଶ୍ୱର ମୂଷାକୁ ଡାକୁଛନ୍ତି, ଏ ମୂଷା ତୁମେ ଏଇ ସ୍ଥାନକୁ ଆସ। ଆଉ ସେ ଯାଇ ଯେତେବେଳେ ଯାଉଛନ୍ତି, ଯୋଉ ଆପଣ ଦେଖିଥିବେ ଯୋଉ 10 ଆଜ୍ଞା ଆଣିବାକୁ ଯାଉଛନ୍ତି, ଯିବା ପୂର୍ବରୁ ସେ ସେମାନଙ୍କୁ ଛିଡା ହେବେ, ଆଉ ତାଙ୍କ ଲୋକମାନେ କହୁଛନ୍ତି ଏ ମହାଶୟ ଆପଣ ଯାଆନ୍ତୁ, ଆପଣ ପ୍ରଭୁ ଆପଣ ଡାକୁଛନ୍ତି। ଆଉ ସେଇ ସମୟରେ ସେମାନେ କଣ କହୁଛନ୍ତି, ମୂଷାଙ୍କର ଆଜ୍ଞା କୁ ସେ ମାନୁଛନ୍ତି, କି ମୂଷାଙ୍କର ଯୋଉ ଆହ୍ୱାନ କରୁଥିବା ଯୋଜନାକୁ ସେ ବୁଝି ପାରୁଛନ୍ତି। ଆଉ ସେ ଯିବା ପରେ ବିଳମ୍ବ ଘଟିଛି। ଆଉ ବିଳମ୍ବ ଘଟିବା ପରେ ସେମାନେ କଣ କରୁଛନ୍ତି ନା, ଆଉ ସେଇ ସ୍ୱର୍ଣ୍ଣ ବାଛୁରୀ ସ୍ୱର୍ଣ୍ଣ ନିର୍ମାଣ କରି ଯୋଉ ବାଛୁରୀ କି ଆଉ ସେମାନେ ନିଜ ଇଚ୍ଛା ନିଜ ସୌନ୍ଦର୍ଯ୍ୟତାରେ ସେ ତିଆରି କଲେ। ତା ଦ୍ଵାରା ସେମାନେ କଣ କଲେ, ତାଙ୍କୁ ପୂଜା କରିବାକୁ ଆରମ୍ଭ କଲେ, ଯୋଉଟା କି ଆମେ ଆଜି ଦେଖୁଛୁ ଯୋଉ ଘଟଣା ଘଟି ଯାଉଛି। ଆଉ ଯେମିତି ଦେଖୁଛୁ ଯେ ସେଠି ଲେଖାଯାଏ ତାର ଆଦି ପୁସ୍ତକରେ ଆଉ 7 ପଦ 22 ପଦ ଲେଖାଯାଏ, ପଢିବେ ଟିକେ ଆଦି 7 ପର୍ବର 22 ପଦ ଟିକେ ପଢିବେ। ଆଉ ଶୁଷ୍କ ଭୂମିସ୍ଥ ଯେତେ ପ୍ରାଣୀର ନାସିକାରେ ପ୍ରାଣବାୟୁ ଥିଲା, ସମସ୍ତେ ମଲେ।
ଏଠି ଆମେ ଦେଖୁଛୁ ଯେତେକ ପ୍ରାଣୀ ଆଉ ସେମାନଙ୍କ ଭିତରେ ନାସିକରେ ଆଉ କଣ କଲା ଶ୍ୱାସ ଦିଆ ସମସ୍ତ ମୃତ୍ୟୁବରଣ କଲେ, କିନ୍ତୁ ମଣିଷ ମୃତ୍ୟୁବରଣ କରିନାହାନ୍ତି। ମଣିଷ ଏଠି ଆଦି ଲେଖା ଯେ ତାର 7 ପଦରେ 2:7 ଅନନ୍ତ ସଦାବେଳେ ପରମେଶ୍ୱର ଭୂମିର ଧୂଳି ଦ୍ଵାରା ମନୁଷ୍ୟ ନିର୍ମାଣ କରି ତାହାର ନାସିକାରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ପ୍ରେଜ୍ ଦ ଲର୍ଡ। ଆଉ ଯୋଉ ମଣିଷ ଦ୍ଵାରା ସେ ମଣିଷକୁ ସୃଷ୍ଟି କଲେ, ସେ ମଣିଷ ଜୀବିତ ପ୍ରାଣୀ ହେଲା। ଏଇଟା ହଉଛି ପୃଷ୍ଠଭୂମି। ଆଉ ଯେତେବେଳେ ସେ ଯାତ୍ରା ଭିତରେ ଲେଖା ଯାଇଛି, ଯେତେବେଳେ ମଣିଷ ଯେତେବେଳେ ତା ଯୋଜନା ମଧ୍ୟରେ ତାର ସମସ୍ତ କର୍ମ କଲା, କଣ କଲା, ଯୋଉ ତାର ଗଛ ବୃକ୍ଷ ବିଭିନ୍ନ ପ୍ରକାର ପଶୁ ଜନ୍ତୁକୁ ସେ ନିଜ ଇଚ୍ଛାରେ ସେ ତାକୁ ନିର୍ମାଣ କରି ତାକୁ ପୂଜା କରିବା ଆରମ୍ଭ କଲେ, ତା ଭିତରେ ପାପ ପ୍ରବେଶ କଲା। ଆଉ ପାପ ପ୍ରବେଶ କରିବା ପରେ ସେମାନେ ନିଜ ନିଜ ଯୋଜନା ମଧ୍ୟରେ ଚାଲିବା ଆରମ୍ଭ କଲେ। କିନ୍ତୁ ସେତେବେଳେ ଦେଖୁଛୁ ପରମେଶ୍ୱର ଦେଖିଲେ ଯେ ଏମାନଙ୍କ ପାଖରେ ଆମେ ତିଆରି କରିବାରୁ, ଏମାନଙ୍କ ପାଖକୁ ଆମେ ସମସ୍ତ ମଙ୍ଗଳ ସାଧନ କରିବାରୁ ଏମାନଙ୍କ ବିରୁଦ୍ଧରେ ଥିବା ଆଉ ସମସ୍ତ ବିଶେଷ ମନ୍ଦ କର୍ମ କରୁଅଛନ୍ତି। କିନ୍ତୁ ଆମେ ଦେଖୁଛୁ ପୃଷ୍ଠଭୂମିରେ, ଆଉ ଯେତେବେଳେ ଆମେ ଦେଖୁଛୁ ଯେ ଆଦି ପୁସ୍ତକ ଲେଖାଯାଏ, କିନ୍ତୁ ପୃଥିବୀ ଆରମ୍ଭର ଭିତ୍ତିମୂଳ, ଆଉ ସେଇ ସମୟରେ ପରମେଶ୍ୱର ସେମାନଙ୍କୁ ଆଜ୍ଞା କରିଥିଲେ ଯେ ତୁମେ ସବୁ କର୍ମ କରିବ, କିନ୍ତୁ ଏଇ ସମସ୍ତ ଠାରୁ ଦୂରେଇ ରହିବ। କିନ୍ତୁ ସେମାନେ ମାନିଲେ ନାହିଁ। ସେମାନେ ତାଙ୍କ ଯୋଜନା ମଧ୍ୟରେ ସେ ତାଙ୍କ କାର୍ଯ୍ୟ କଲେ। ଆଉ ସେଥିପାଇଁ ସେମାନେ କଣ କଲେ ନା ସମସ୍ତ ମନ୍ଦ ଚିନ୍ତା ମନ୍ଦ ଭାବନା ମଧ୍ୟରେ ନିଜ ନିଜ ପ୍ରତିମୂର୍ତ୍ତି ନିର୍ମାଣ କରି ପୂଜା ଆରମ୍ଭ, ଯୋଉଟା କି ଆମେ ଦେଖୁଛୁ ଏବେ ସେଇ ବିଶେଷ ଘଟୁଅଛି। ଆଉ ବାକି ଲେଖାଯାଏ ସେଦିନ ସେଇ ପୁରାତନ ନିୟମରେ ଅଦୃଶ୍ୟ ଭାବରେ ପରମେଶ୍ୱର ସମସ୍ତ କାର୍ଯ୍ୟ ସମାପନ କରିଛନ୍ତି। 6 ଦିନ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିଛନ୍ତି, 7ମ ଦିନ ବିଶ୍ରାମ କଲେ। ଆଉ ସେ ବିଶ୍ରାମ କରିବା ସମୟରେ, ଆଉ ସେଇ ସମୟରେ ସେ ଆମେ ଦେଖୁଛୁ ଯେ ପରମେଶ୍ୱରଙ୍କ ଯୋଜନାରେ ଆଉ ସେମାନେ କଣ କଲେ, କାର୍ଯ୍ୟ କରୁଛନ୍ତି। ଆଜି ଆମେ ଦେଖୁଛୁ ତାପରେ ଲୋଟଙ୍କ ପରିବେଶକୁ ଦେଖୁଛୁ। ସେମାନେ ତାଙ୍କ ନିଜ ଯୋଜନା ମଧ୍ୟରେ ସେ କାର୍ଯ୍ୟ କଲେ। ତାଙ୍କର ଲୋଟଙ୍କର ପରିବାର କିଭଳି ଭାବରେ ସେମାନେ ପଥଭ୍ରଷ୍ଟ ହଉଛନ୍ତି। ଆଉ ସେଦିନ ପରମେଶ୍ୱର ଦୁଃଖ ପ୍ରକାଶ କରି କହିଲେ, ମଣିଷ ତିଆରି କରିବା ମୋର ଭୁଲ ହେଲା, ଆଉ ମଣିଷ ଅବିରତ ମନ୍ଦ ଅଟେ। ସେଇଠୁ ଆମେ ଚିନ୍ତା କରୁଛୁ, ଦେଖୁଛୁ ଯେ ପ୍ରଭୁ ଯେତେବେଳେ ଏତେ ବଡ ବିଷ ବଢି ଚାଲିଲା, ପାପରେ ପରିପୂର୍ଣ୍ଣତା ହେଲା, ଆଉ ପରମେଶ୍ୱର ତାଙ୍କ ଯୋଜନା ମଧ୍ୟରେ ଆଉ ସମସ୍ତ ମଣିଷ ସୁଖ ଜୀବନ କାଟିବା ପାଇଁ ସବୁ ତିଆରି କଲେ, କିନ୍ତୁ ମଣିଷ ତାଙ୍କ ବିରୁଦ୍ଧରେ ଯାହା ମନ୍ଦ ତାହା ହିଁ କରିଅଛି। ଆଉ ସେଥିପାଇଁ ପ୍ରଭୁ ତାଙ୍କର ସମସ୍ତ ପାପରୁ ଉଦ୍ଧାର କରିବା ପାଇଁ, ପାପରୁ ମୁକ୍ତ କରିବା ପାଇଁ ଆଉ ଆମମାନଙ୍କ ପାଇଁ ଗୋଟେ ଚିହ୍ନ ସ୍ୱରୂପ ଦେଲେ। ସେଇ ଚିହ୍ନ ହଉଛନ୍ତି ପଢିବା ଆଉ ସେଇ ଲୁକ ତା 2 ପର୍ବର ଆଉ ତାର 2 ପର୍ବ ଆରେ ଆମେ ପଢିବା 10 ପଦ 11 ପଦ ଟିକେ ପଢିବା। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ। ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି, କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କ ନିମନ୍ତେ ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରିଅଛନ୍ତି, ସେ ଖ୍ରୀଷ୍ଟ ପ୍ରଭୁ। ଧନ୍ୟବାଦ। ଆଜି କହୁଛନ୍ତି ତୁମମାନଙ୍କ ନିମନ୍ତେ ଜଣେ ଆଉ କଣ କରିବେ, ତ୍ରାଣକର୍ତ୍ତା ଜନ୍ମଗ୍ରହଣ କରି ସେ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି। ଯୋଉ ଖ୍ରୀଷ୍ଟଙ୍କୁ ଆଜି ଆମେ ତାଙ୍କର ଉପାସନା କରୁଛୁ, ଯାହା ଦ୍ଵାରା ଆଜି ଆମେ ଜୀବନ ପ୍ରାପ୍ତ ହୋଇଛୁ, ଯାହା ଦ୍ଵାରା ଆମେ ଈଶ୍ୱରଙ୍କର ମହିମା କରୁଛୁ, ସେ ହିଁ ପ୍ରଭୁ ଏକମାତ୍ର ଜୀବିତ ପରମେଶ୍ୱର। ସିଏ ଆଦ୍ୟରେ ସେ କଣ କରୁଥିଲେ ନା, ଆଉ ସେ ପୁରାତନ ଲେଖାଯାଏ ସେ କଣ କରୁଛନ୍ତି ନା ଅଦୃଶ୍ୟ ଭାବେ ସମସ୍ତ କାର୍ଯ୍ୟ କରୁଥିଲେ, କିନ୍ତୁ ତାଙ୍କର ଅଦୃଶ୍ୟତାକୁ ଲୋକ ବୁଝିପାରିଲେ ନାହିଁ। କିନ୍ତୁ ତାଙ୍କ ସାଦୃଶ୍ୟରେ ଯୋଜନା ମଧ୍ୟରେ ସେ ତାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ, ଯୋଉ ପୁତ୍ରଙ୍କ ଦ୍ୱାରା ଆଜି ଆମେ ଏଇ ସୁନ୍ଦର ପ୍ରାତ କାଳରେ ଆନନ୍ଦ କରୁଅଛୁ। ଆଉ ପ୍ରଭୁ ଯୀଶୁଙ୍କ ବିନା କୌଣସି କାର୍ଯ୍ୟ ହେଇପାରେ ନାହିଁ। ଆଉ ସେଥିପାଇଁ ସେ କହିଲେ, ଆଉ କଣ କହିଲେ, ଯେ ପ୍ରଭୁ ଯୀଶୁଙ୍କ ନାମରେ ଯେଉଁମାନେ ପ୍ରାର୍ଥନା ଉଦ୍ଧାର ପାଆନ୍ତି, ପ୍ରଭୁ ଯୀଶୁଙ୍କ ନାମରେ ପରିତ୍ରାଣ ଅଛି, ପ୍ରଭୁ ଯୀଶୁଙ୍କ ନାମରେ ମୁକ୍ତି ଅଛି। ଆଜି ଏଇ ନୂତନ ଏଇଟା ହଉଛି କଣ, ଖ୍ରୀଷ୍ଟ
ଯୋଜନା ମଧ୍ୟରେ କାର୍ଯ୍ୟ ଯେ ଖ୍ରୀଷ୍ଟାବ୍ଦ ଖ୍ରୀଷ୍ଟପୂର୍ବ ମାନେ ଖ୍ରୀଷ୍ଟାବ୍ଦ ଖ୍ରୀଷ୍ଟଙ୍କର ପରିଚୟ ନେଇ ଯୋଉ ନିୟମ ତିଆରି କରାଗଲା ତାହା ଦ୍ୱାରା ଅନେକ ଲୋକମାନେ ଅନୁପ୍ରାଣିତ ହେଲେ। ଆଉ ସେଥିପାଇଁ ଯୀଶୁ କହିଲେ ଯେ ଆଉ ଜୋନ୍ ଲେଖାଯାଏ ତୁ କହୁଛୁ କଣ ମୁଁ ପଥ ସତ୍ୟ ଓ ଜୀବନ ମୋ ଦେଇ ନ ଗଲେ କେହି ପିତା ନିକଟରେ ପହଞ୍ଚି ପାରି ନାହିଁ। ଯଦି ପ୍ରଭୁ ଯୀଶୁଙ୍କ ନାମରେ ଆମେ ପ୍ରାର୍ଥନା କରିବା ଉଦ୍ଧାର ପ୍ରାପ୍ତ ହେବା। ଆଉ ସେଦିନ ଆମେ ଦେଖୁଛୁ ଦୂତ ସମ୍ପୂର୍ଣ୍ଣ ଆସି କହୁଛନ୍ତି ଯେ ଆଉ ସେ ଆଜି କହୁଛନ୍ତି ଜଣେ କନ୍ୟାକୁ ଯେ ତୁମେ ଭୟ କର ନାହିଁ, ତୁମେ ଜଣେ ତ୍ରାଣକର୍ତ୍ତାକୁ ଜନ୍ମ ଗ୍ରହଣ କରିବ, ସେ ଖ୍ରୀଷ୍ଟ ପ୍ରଭୁ ଅଟନ୍ତି। ଆଜି ଆମେ ଏଇ ସୁନ୍ଦର ସମୟରେ ପ୍ରଭୁ ଧନ୍ୟବାଦ ଦଉଛୁ ଯେ ସେ ଆମ ପାଇଁ ଗୋଟେ ଉତ୍ତମ ସନ୍ତାନ ଦେଲେ। ବାକି ଗେତସେମନୀ ବଗିଚାରେ ଯୀଶୁ ମଧ୍ୟ ବି ଅନେକ ଥର ଲେଖୁଛନ୍ତି, ଯଦି ଯୌହନ 14:2 ଲେଖାଯାଏ ସେ କହୁଛନ୍ତି ତୁମ ହୃଦୟ ଉଦ୍ବିଗ୍ନ ଓ ଭୟଗ୍ରସ୍ତ ନ ମୋ ଠାରେ ବିଶ୍ୱାସ ମୋ ପିତାଙ୍କ ବିଷୟ ମୋ ଠାରେ ମଧ୍ୟ ବିଶ୍ୱାସ। ଆଉ ବାକି ଲେଖାଯାଏ ମୋ ଦେଇ ନଗଲେ କେହି ଭିତରକୁ ଯାଇପାରେ ନାହିଁ। ଆଜି ଆମେ ପ୍ରକୃତରେ ଆଜି ଆମେ ଦେଖୁଛୁ ଜଗତରେ ବହୁତ କ୍ଲେଶ ବହୁତ ଦୁଃଖ ଆଉ ଅନେକ ସମସ୍ୟା, ଆଉ ସେ ସମସ୍ୟାରୁ ପ୍ରଭୁ ଉଦ୍ଧାର କରିବେ। ବାକି ଲେଖାଯାଏ ତାର ମନେ ପଡେ ଯୀଶୁ କହିଲେ ଯେ ମୋ ଅନେକ କ୍ଲେଶ ଘଟିବ, ଦୁଃଖ ପାଇବ, କଷ୍ଟ ପାଇବ, ଯୋଉମାନେ କଣ କରିବେ ଏ ସମସ୍ତ କଷ୍ଟ ସହିବେ ସେମାନେ ଯେ ଧୈର୍ଯ୍ୟ ପରିତ୍ରାଣ ପାଇବ। ଆମକୁ ଯଦି ମାଥ୍ୟୁ ପୁସ୍ତକ ଚାଲିଯିବା, ମାଥ୍ୟୁ ତାର ଆଉ ସେଇ 24 ଅଧ୍ୟାୟକୁ ଦେଖିବା, 24 ଅଧ୍ୟାୟରେ ସବୁ ଲେଖାଯାଏ ତାର 24 ପର୍ବର ତାର ସେଇ 8 ପଦ 9 ପଦ ଟିକେ ପଢିବା। କିନ୍ତୁ ଏହି ସମସ୍ତ ପ୍ରସବ କାଳର ଆରମ୍ଭ ମାତ୍ର, ସେହି ସମୟରେ ଲୋକେ ତୁମ୍ଭମାନଙ୍କୁ କ୍ଲେଶ ଭୋଗ କରିବା ନିମନ୍ତେ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ ବଧ କରିବେ, ଆଉ ମୋହର ନାମ ସକାଶେ ତୁମ୍ଭେମାନେ ସମସ୍ତ ଜାତିଙ୍କ ଦ୍ୱାରା ଘୃଣିତ ହେବ। 10-11 ପୁଣି ସେତେବେଳେ ଅନେକେ ବିଘ୍ନ ପାଇବେ, ପୁଣି ପରସ୍ପରକୁ ଧରାଇ ଦେବେ ଓ ପରସ୍ପରକୁ ଘୃଣା କରିବେ, ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ। ଧନ୍ୟବାଦ। ଏଠି ଲେଖାଯାଏ ସେ କହୁଛନ୍ତି ସେ ତ ଅନେକ ବିଘ୍ନ ପାଇବେ, ପର ଧରାଇ ଦେବେ, ପର ଘୃଣା କରିବେ, ଆଉ ଅନେକ ଭଣ୍ଡ ଭାବବାଦୀ ଉଠି ଅନେକ ଭ୍ରାନ୍ତ କରିବେ। ପୁଣି 12 ଲେଖାଯାଏ ଅଧର୍ମ ବୃଦ୍ଧି ପାଇବାରୁ ଅଧିକାଂଶ ଲୋକଙ୍କର ପ୍ରେମ ଶୀତଳ ହୋଇଯିବ, ମାତ୍ର ଯେ ଶେଷ ଧୈର୍ଯ୍ୟ ରହିବ ସେ ପରିତ୍ରାଣ ପାଇବ। ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ସେ ପରିତ୍ରାଣ ପାଇବ। ବାକି ଲେଖାଯାଏ ଆମମାନଙ୍କ ପାଇଁ ଗୋଟିଏ ରାସ୍ତା ପରିତ୍ରାଣ। ଏସବୁ ଘଟଣା ଘଟିବ, ଆମ ପାଇଁ କାରାଗାର ପକେଇ ଦିଆଯିବ, ଅନେକ ସେମାନେ କଣ କରିବେ ବିଘ୍ନ ପାଇବେ, କଷ୍ଟ ପାଇବେ, ଅନେକ ସମସ୍ୟା ଦେଖାଯିବ, ଏ ବାକ୍ୟ ଲେଖାଯାଏ। କିନ୍ତୁ ଆମେ ଏଇ ବାକ୍ୟ କେତେ ଦୂର ପାଳନ କରୁଅଛୁ, କୋଉ ପ୍ରକାର ପାଳନ କରୁଅଛୁ? କ୍ଲେଶ ଆସିଲେ ଆମେ ଭୟ କରୁନାହୁଁ ତ? ଭୟ ଦଣ୍ଡ ସହିତ ସଂଯୁକ୍ତ। ଆଉ ସେ ଏଠି ଗୋଟେ କଥା କହୁଛନ୍ତି ଯେ ସେ କଣ କହୁଛନ୍ତି ଯେ ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟରେ ପରିତ୍ରାଣ ପାଏ। ପରିତ୍ରାଣ ଜଣେ ପାଏ ଯିଏ କି ପ୍ରଭୁ ବିଶ୍ୱାସ ରଖି। ସେଦିନ ଆମେ ଦେଖୁଛୁ ଲୁକା ସୁସମାଚାର 19 ଅଧ୍ୟାୟରେ ଯକ୍ଷ ଯେତେବେଳେ ପ୍ରଭୁ ଫେରିଲା, ତା ମନକୁ ପରିବର୍ତ୍ତନ କଲା, ତା ମନରେ ଥିବା ସମସ୍ତ ଦୁର୍ବଳତାକୁ ସେ କାଢିଲା, ସେତେବେଳେ ସେ କହିଲା ଯେ ପ୍ରଭୁ ତୁମେ ମୋ ଭଳି ଅଯୋଗ୍ୟ ପାଦରେ ମୁଁ ଯୋଗ୍ୟ ମନେ କରୁଛି। ଯକ୍ଷ ଅନେକ ଦିନ ଧରି ଯୀଶୁ କିଏ ବୋଲି ଦେଖିବାକୁ ଚାହୁଁଥିଲା, କିନ୍ତୁ ଯେତେବେଳେ ଦୌଡ଼ିଲା ଡିମ୍ବିରି ଗଛ ମୂଳକୁ ଦେଖିନେବା ଦିନ ଚଢିବା ଆରମ୍ଭ କଲା, ଯୀଶୁ ଆସି କହିଲେ ଯକ୍ଷ ଆଜି ମୁଁ ତୁମ ଘରକୁ ଯିବି। ଆଉ ଯେପର୍ଯ୍ୟନ୍ତ ଯକ୍ଷ ଯୀଶୁଙ୍କ କଥାକୁ ମାନିଲା, ପାଳନ କଲା, ଆଉ ସେଇଦିନ ଯୀଶୁ ତାକୁ କହିଲେ ଯକ୍ଷ ଆଜି ତୁମ ଘରେ ପଳେଇ। କେତେବେଳେ କହିଲେ? ଯେତେବେଳେ ସେ ସମ୍ପୂର୍ଣ୍ଣ ଭାବରେ କହିଲା ପ୍ରଭୁ ମୁଁ ଯାହା ଯାହା ଆଣିଅଛି ତାହା ଫେରେଇ ଦଉଛି, ଯାହା ଯାହା 4 ଗୁଣ ମଧ୍ୟ ଫେରେଇ ଦେବି। ଯୀଶୁ କହିଲେ ଆଜି ତୁମେ ଘରେ ପଳେଇ ଉପସ୍ଥିତ, ତୁମେ ଜଣେ ଅବ୍ରାହ୍ମଙ୍କ ସନ୍ତାନ। ଯକ୍ଷ ପାଖକୁ ଆସିବା ପୂର୍ବରୁ ଆମେ ଗୋଟେ ବି ଦେଖୁଛୁ ଯେ ଯକ୍ଷ ଏମିତି ପରିତ୍ରାଣ ପାଇନାହିଁ, କିନ୍ତୁ ଯକ୍ଷର ମନ ଆତ୍ମା ହୃଦୟକୁ ପ୍ରଭୁ ଚିହ୍ନିଲେ। ବାକି ଲେଖାଯାଏ ମୂର୍ତ୍ତିକା ଲୀନ ହବ, ତାଙ୍କ ଆତ୍ମା ଫେରିଯିବ। ଆଉ ଆମେ ସେଇ ଆତ୍ମାଙ୍କ ସାହାଯ୍ୟରେ ଆମେ ଈଶ୍ୱରଙ୍କୁ ମହିମା କରୁଛୁ। ଯଦି ଗୀତା ଭାଗବତ ରାମାୟଣ ଭିତରେ ଚିନ୍ତା କରିବା, ସେଠି ଗୋଟେ ବିଷୟ ଲେଖାଯାଏ ଯେତେବେଳେ
आउ श्रीकृष्ण अर्जुन सहित सारथी चलुले आदिन से गोटे कथा पचारे श्रीकृष्ण पचारे जे महाशय मत जन दल धन दल मान दल मोर जीवन जीवन परित्राण कहीं मुझे मला मो आत्मा केमुठिक जीव जदि गीता पढ़े जापर अनेक लोग बुझी पारती ना किंतु से दिन अर्जुन पचारे श्रीकृष्ण को मरला मो आत्मा केमुठिक जीव मत धन दल जन दल मान दल सब दल मु कौटी बंचीबी आ श्रीकृष्ण गोटे कथा कहले जे बाबू रे मु सबू दे पारिबी किंतु परित्राण दे पारिबे ना से अधिकार मोर नाही आउ एपरी गोटे व्यक्ति अछंती जाक नाम दुईटी नाम उल्लेख थिबो जे कुआरी घर जात होइतिबो आ से ही तुमको परित्राण दे पारिबो आज प्रकृति रे आमे गोटे विषय चिंता कर विषय कहबार उद्देश्य नथिला कहवा उद्देश्य होची गोटे से मूर्त शरीर नहीं बंचुला किंतु तार सब जिनिस थिला किंतु जीवन केमिति पाइबो मृत्यु उद्धार पाइबो से जानि नथिला कि दिन आसिला से प्रश्न कला मु बंची किपरि मु उद्धार पाइबी किपरि मु मला पर मो आत्मा जीव केउठिकी आ से दिन से चली जाउतवा समय रे गोटे पत्रिका पाइकरी धरी गोटे मुनिऋषि पाक दौड़िले आ से गोटे मुनिऋषि पहुंचला परे तांको कहिले जे बाबू रे एरा साधारण पत्रिका नुह यही पत्रिका द्वारा जनक नाम लिखाई जो व्यक्ति की तुमको परित्राण दे पारे प्रेज द लॉर्ड आज प्रभु जीशु आमान को परित्राण देवा परमेश्वर आज अनेक लोक अनेक कथा कहउछंती एते दिन धरी अर्जुन सहित श्रीकृष्ण थिले श्रीकृष्ण जो मनोभाव आपण मान सब जानती किंतु दिन आसिला अर्जुन मनर कथा को से निजे मन रे द्वंद्व रखी बंचिले किंतु जेतेबेले से पढ़िले से पत्रिका से दिन से कहले मो से आपण से मोर कोन संपर्क नाही काहे कारण आपण तो मते जीवन दे परिबे नाही मु मला पर आत्मा केमि आपण कहि पाउ नांती मु चालुछु मो बाटरे जे बाटरे चालू 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 गोटे पत्रिका पाइले समुद्र बाली ऊपर चालुछंती न आउ विभिन्न समय देखुछन गोटे गच्छ मूल रे गोटे मुनिऋषि बसिछि आउ से समय से पत्रिका को पाइला परे आउ से नहीं देखुछंती आ से कोनि बाबू रे एई जो पत्रिका भितर बहुत गुरुत्वपूर्ण विषय लिखा अछि जाकि जहा नाम दुईट नाम उल्लेख थिबो जार जो संतान जन्म हम जो कि कुआरी घर जात होइथिबो जार जीवन पाप लेश तो से लोक को परित्राण दे पारिबो आज आमे धन्यवाद दोछु ये प्रभु जीशु नाम रे जे प्रभु हमन केते दया कल अनुग्रह कले आज अनेक लोक माने मूर्ख शरीर बंचुचंती किंतु आमे आउ प्रभुंकर से उद्धार प्राप्त परमेश्वर उठे आनंद करूछु प्रजलो अनेक सोइचंती किंतु आमे सोइबा को प्रभु देई नाहंती आ प्रकृत लेखा गले से दिन अनेक विषय में देखुछु जे यीशु कहले जे मु शांति प्रेम आउ वार्ता जगत मध्य देई अछि यीशु कहले जे जोहन सुसमाचार तार आ से 15 पर्व ता 16 पद टिक देखिबा तुम्भे माने मते मनोनीत करिनाह किंतु मु तुम्भ माननकु मनोनीत करिअछि आ तुम्भे माने जे परि जाई फल उत्पन्न कर और तुम्भ मानकर फल स्थायी हुए एथि निमंते तुम्भ माननकु नियुक्त करिअछि सेथिरे तुम्भे माने मो नाम रे पितांकु जहा किछि मागिबो से ताहा तुम्भ माननकु देबे। धन्यवाद भौणी आज कहउजंती तुम्हें माने मत मनोनीत करना मु तुमको मनोनीत करिअछि आज आमे आमान को से केते सुंदर मनोनीत करिअछंती कोपरी मनोनीत करिअछंती ओ आशा बांधी आमे तांको तण तो बसी अछु ता देखिबा को चाहंती प्रकृत रे प्रभु जीशु को नाम रे उद्धार अछि प्रभु जीशु को नाम रे मुक्ति अछि प्रभु जीशु को नाम रे परित्राण अछि जे कि आज हमको जगत मध्य रे बंची रहे अधिकार दैछंती यीशु कहले जे जे निजको प्रेम करे जे प्रतिवासी आत्मा प्रेम करे सी मते प्रेम करे
आम देखुचु लिखा जाए तार से 17 पदरे तुम्हें जेपरी पर प्रेम कर एथि मु तुमको यही सब आज्ञा देउछि जो प्रेमर अभाव थाए से विभिन्न प्रकार मनोभाव आसी थाए मंद चिंताधारा आसी थाए किंतु वाक्य लिखा जाए यीशु कहले सेदिन निकोदेम जाउथिले निकोदेम मध्य परमेश्वर प्रभु जीशु द्वारा से परित्राण प्राप्त हेले केमती यीशु कहउचंती यीशु ने आज कहउछ प्रभु अनंत जीवन पाइले मते कोन करबाकू पड़िबो आज से गोटे निकोदेम जन फारसी मानकर नेता थिले आ से परित्राण पाइबा पई प्रभु जीशु निकट आसुचंती बेले बेले हम देखुचु जदि बाइबल इतिहास को चली जीवा बड़ बड़ राज्य नेता मान को बड़ बड़ ज्ञानी पंडित मान को प्रभु डाकी जो द्वारा कि आम आज स्मरण दिन मन पकाउछु आज आम प्रभु धन्यवाद दौचु जे से आम आम पाप निमंते से गोटे उत्तम संतान दे जो जहाद्वारा कि आम आज परित्राण प्राप्त होइछु आम उद्धार प्राप्त होइछु जो प्रकाशित लिखा जाए जो कहते कौन कहते तार आउ 21 पदरे जो कहते जोन कहते देख मनुष्य मान ईश्वर वासस्थान अच्छी शुद्ध वास करेंगे से मृत्यु घटब ना सुख हो ना से कष्ट बाकी लिखा जाए आज आम से विषय चिंता करुचु जे आम क्यों भाव में प्रभु सहित अच्छु कि भाव में आत्मा सहित वास करुच्ची ता देखा चाहती शारीरिक भाव में आम मृत्यु हो पारू किंतु आत्मा रूपे आम आनंद करुच्छु कहीं आज आनंद रूप जीवन आम जीवन रही अच्छी पूर्व पृष्ठ देखा जाए जदि आम देखुचु आज पुस्तक लिखुलु ता 2 पर्व 4-7 जाए से मनीष को तैयारी कले किंतु मनीष विरुद्ध जहाँ मंद ताही कला से जदि आज से मो सांग समय जदि सी आ कौन करते जदि अपेक्षा कर रही था आज यही भाव से उद्धार प्राप्त होता किंतु माने मोसा को अपेक्षा कले नहीं सत्य परमेश्वर अपेक्षा कले नहीं किंतु मन इच्छा स्वर्ण बाछुर तैयारी करी कौन कले पूजा करने आरंभ कले दिन मूसा क्रोधान्वित हेले मन से क्रोधान्वित द्वारा से किनान देश में प्रवेश कर पारि नथिले क्रोधित हेले परमेश्वर मूसा कहले मूसा तुम कौन कल एति समय पे तुम क्रोधान्वित कहीं हल बेले बेले मनीष जीवन रे बाकी लिखा जाए क्रोधान्वित लोक माने ईश्वर को राज्य पे योग्य हे छोटिया एत वर्ष धरी मूसा प्रभु सहित रहिले किंतु गोटे भूल सकाशु से दूध प्रवाहित देश किनान प्रवेश कर पारि नथिले कारण बाकी लिखा जाए जे आम यही क्रोधान्वित जीवन आम जीवन क्षय न करू आज प्रकृति आज जो मान आज क्रोधान्वित विभिन्न प्रकार कथा कहते दिन आसब से प्रभु को परिचय पाइबे प्रभु उपस्थित को अनुभव करेंगे से दिन आस कहे जे ख्रीष्ट किए आम ख्रीष्ट जानवा चाहूँ आज हम देखु से दिन पुरातन नियम जिते से आ कौन कले भूल पत्र बाछिले मनर मत से दिन प्रभु देखिले जे माने योजना इच्छा मध्य समस्त कार्य करोटों परिवार जानीचु से समय कि भाव में लोक मैंने वंशधर कि भाव में भूल निष्पत्ति नेले जहाद्वारा कि आने रूपवती गुणवती देखी योजना मध्य विवाह कले मंदता भरी रहा आ मंदता भ्रष्टाचार है पाप परिपूर्ण हेले आस्ते आस्ते पाप बढ़ा आरंभ कला आई दिन ठारू से पाप आज पर्यटन बढ़ी चली पाप को विनाश करने आम जगत मुक्ति करने बापुरु आमको उद्धार करने से कौन कले एकमात्र पुत्र दान कले जे जहाद्वारा कि से कालवरी क्रूस जीवन दे आमको परित्राण देते आ बाकी लिखा जाए सी कहते तुम मान गोटे बालक जन्मे तापर कर्तृत्व भार थुआज से अनंत काल पिता शांति राजा हे आ प्रकृति से एत बड़ जगतर पापर भार को से बहन करने परमेश्वर योजना आम एकमात्र पुत्र दान कले जो पुत्र द्वारा आज आम कौन कर जीवन प्राप्त होइछु अनंत काल पर्यंत आम जीवन प्राप्त रहा से जीशुकर से नियम बड़ी आम देखुचु जे से जगत आसी न था आज आमको यही जगत रूप मुक्त कर न था आज आम उद्धार प्राप्त हो न था कि प्रभुकर केत अनुग्रह
केते दया जे से बाकी लिखा जाए तार पढ़िबे प्रथम जौन आ चारि पद 8 पद पढ़िबा। जे प्रेम करे नाही से ईश्वर को जाने नाही, कारण ईश्वर तो प्रेम। एटे देखुछु जे ईश्वर जाने नहीं से प्रेम करे नहीं, ईश्वर तो प्रेम अटंती। प्रेज द लॉर्ड। आ 10 पद लिखा जाए आमे जे ईश्वर को प्रेम कलु ताहा नुहे, मात्र से आमान को प्रेम कले पुणी आपणा पुत्र को आमान को पापर प्रायश्चित स्वरूप करी पठाइले एते तो प्रेम प्रकाश पाए। प्रेज द लॉर्ड। आज हम देखुछु जे आमे तांको प्रेम कलु ताहा नुह, सी हमको प्रेम कले, एते प्रेम कले, एते भल पाइबा देले जहा पड़े कि आ तांकर योजना मध्य से आम गोटे पुत्र दान कले, एते प्रेम प्रकाश पाए। आ जे प्रेम करे नाही से ख्रीष्ट को जाने नाही। आ एठी में देखुछु जे आज हम की प्रकार भाव रे प्रेम करूछु, को प्रकार भाव रे हमन को जीवन प्रेम बढ़ी चलीछि। आज भयंकर विपद संकट आम जीवन घटिबा को जाऊ अछि, किंतु वाक्य लिखा जाए यीशु कहिले एई समस्त जो घटिबो किंतु धैर्य धैर्य पवित्र पाइब। आज आम प्रकृत में शैतान बहुत राजती, शैतान तांको लोक मान को टल विचलित करिवो, किंतु आम विचलित हबाक दबा नहीं। आ हित पद पढ़िबा एक पर्वर तार से 23 पद टिके पढ़िबा। मो अनुजोगरे मन फेराओ, देख मु तुम्भ मानक उपरे अपना आत्मा ढाली देबे, मु अपना वाक्य सबु तुम्भ मानक जणाइबे। धन्यवाद भौणी। से कहउचंती मोर अनुजोगरे मन फेराओ, कहले मु तुमरा आत्मा ढाली देबी, आउ आउ तुम ऊपर आत्मा ढाली देबी, आ मु तुमको वाक्य सब तुम जणाइबी। जे पर्यंत जणे व्यक्ति प्रभुंकर वाक्य प्रति मनोयोगी हब, प्रभु को भय कर चलिबो, ताहा परे प्रभुंकर आत्मा ओल्हे आसीबो, आ प्रभु ता मन मध्य दे कथा कहिबे। आज प्रकृत रे हम देखुछु जे आज आत्मा केउ मान पर अधिष्ठान करंती, वाक्य लेखि माने आत्मा से चालित होंती, से माने शरीर बसरे रुहंती नाही। प्रेज द लॉर्ड। हालेलुया। जो माने आत्मा को से चालित होंती से माने शरीर बसरे रुहंती नाही, शरीर बसरे जो माने कहती से आत्मा से चालित हुअंती नहीं। किंतु आमे शरीर बसरे नाहु, आमे ईश्वर को आत्मा पूर्णता पाई अच्छु। ईश्वर से आम जीवन प्राप्त करिथिबारु आमे ईश्वर को महिमा करूछु। से कहउचंती मो अनुजोगर मन फेराओ, देख मु तुमनको ऊपर आत्मा ढाली देबी। जे पर्यंत जणे व्यक्ति आत्मांकर ऊपर निर्भर की चलियो, ताको प्रभु प्रोटेक्शन दे सुरक्षा देबे, प्रभु तांको आशीर्वाद युक्त करिवे, सब परिस्थिति रे तांको सहित बास करिवे। यदि बाकी लिखा जाए 33 पदरे मात्र मात्र जेते लोक मो कथा सुनई से निरापद रे बास करिवो, अमंगल आसक माने विश्राम पाइबो। हित पद 1 पर्व 33 पे लिखा जाए, जे कहउचंती मात्र जेते लोक मोर कथा सुनई से निरापद रे बास करिवो, अमंगल आसक बिना विश्राम पाइबो। जे पर्यंत जने व्यक्ति कौन करिवो, प्रभु कथा सुने प्रभु आज्ञा पालन करिवो, प्रभु को इच्छा चलिवो, प्रभु ताको प्रोटेक्शन देबे, सुरक्षा देबे, प्रभु ताको आशीर्वाद युक्त करिवे। सेति पई आमे मन रखिबा जे जगतर समस्त क्लेश आसी पारे, यदि आमे प्रभु को सहित गमनागमन करिया, प्रभु को सहित जीवन काटिबा, प्रभु हम सुरक्षा देबे, प्रभु हमको आशीर्वाद युक्त करिवे, आमन को पथ प्रदर्शक से हेबे। प्रभु हम प्रत्येक को आशीर्वाद करंतु, दया कले, अनुग्रह कले। आज आमान के सुंदर समय देइचंती, आज ए प्रातः काल रे विशेष करी आ रियल मिनिस्ट्री होस्ट मासिक धन्यवाद दिए, तांको माध्यम दे आमान के एकत्र करिछ। अनेक ए सब सोइथिबे, अनेक लोक माने कार्य व्यस्त रे थिबे, किंतु बाकी लागि अनेक आउत कम मनोनीत हम किछि मनोनीत करिसंती, जो मनोनीत द्वारा आज में एई रियल मिनिस्ट्री बसी आराधना करूछु, आ वाक्य मध्य आमे पठन करूछु। प्रकृत रे आ वाक्य लिखा जाए, जदि आज प्रभु जीशु जगत को आसी नथांते, प्रभु जीशु जदि जगत मध्य पिता इच्छा सफल कर नथांते, ताले आज आमे एई स्थाने बसी तांको गौरव करि पा नथांते। अनेक भूल काम होई थांता, आमे निज निज भितरे
ବିଭିନ୍ନ ସମସ୍ୟା ଦେଖା ଦେଇଥାନ୍ତା କିନ୍ତୁ ଯେମିତି ତାଙ୍କର ଇଚ୍ଛା ଥିଲା ଯେ ଜଗତ ଯଦି ଉଦ୍ଧାର ପ୍ରାପ୍ତ ହେବ ପରିତ୍ରାଣ ପ୍ରାପ୍ତ ହେବ ଶାନ୍ତିରେ ଲୋକମାନେ ବସବାସ କରିବେ ପ୍ରେମରେ ବସବାସ କରିବେ ପ୍ରତ୍ୟେକ ଜୀବନରେ ସେଇ ପ୍ରେମରେ ପ୍ରତ୍ୟେକ ଛିଡା ହେବେ ଏହା ହିଁ ଈଶ୍ୱରଙ୍କର ଯୋଜନା ଥିଲା ପ୍ରଭୁଙ୍କ ନାମ ଗୌରବ ହଉ ପ୍ରଶଂସା ହଉ ପ୍ରଭୁ ଦୟା କଲେ ଅନୁଗ୍ରହ କଲେ ଆଶୀର୍ବାଦ କଲେ ଏ ସୁନ୍ଦର ସୁମଧୁର ଆଉ ବାକ୍ୟ ଦେଇ ଆମମାନଙ୍କୁ ପ୍ରଭୁ କଥା କହୁଛନ୍ତି ବାକ୍ୟ ଜୀବନ କାର୍ଯ୍ୟ ଆମ ପ୍ରତ୍ୟେକଙ୍କୁ ପ୍ରଭୁ ଆଶୀର୍ବାଦ ଯୁକ୍ତ କରନ୍ତୁ ପ୍ରାୟ ସୁଯୋଗ ଦେଇଥିବାରୁ ବିଶେଷ କରି ପ୍ରିୟ ଦାସଙ୍କୁ ଧନ୍ୟବାଦ ଦିଏ ପ୍ରବୀଣା ଭଉଣୀକୁ ଧନ୍ୟବାଦ ଦିଏ ପ୍ରତ୍ୟେକ ପରିବାରକୁ ମୁଁ ଧନ୍ୟବାଦ ଦିଏ ଏ ବାକ୍ୟ ଆମ ଚେତନାମୂଳକ ଅଛି ଏ ବାକ୍ୟ ଆମ ସହିତ କଥା ଧନ୍ୟବାଦ ଦଉଛି ମୋ ପାଇଁ ମୋ ସେବା କାର୍ଯ୍ୟ ପାଇଁ ବିଶେଷ କରି ପ୍ରାର୍ଥନା କରିବେ ଆଉ ମୋର ସେବା କାର୍ଯ୍ୟ ବହୁତ ବାଧା ବିଘ୍ନ ଦେଇ ଗତି କରୁଅଛି ହେଲେ ମଧ୍ୟ ବି ପ୍ରଭୁ ସେଥିରେ ଆମମାନଙ୍କୁ ଯଦି ପଢେଇ ନେବେ ସେଥି ମଧ୍ୟ ପ୍ରାର୍ଥନା କରିବେ ଧନ୍ୟବାଦ ସୁଯୋଗ ଦେଇଥିବାରୁ ଧନ୍ୟବାଦ ପ୍ରେଜ୍ ଲର୍ଡ ଆଜ୍ଞା ଧନ୍ୟବାଦ ଆଜ୍ଞା ଅତି ସୁନ୍ଦର ଶିକ୍ଷା ମନୁଷ୍ୟର ସୃଷ୍ଟି ବିଷୟରେ ଆରମ୍ଭ କରି ଯକ୍ଷ ବିଷୟରୁ ଆରମ୍ଭ କରି ଶେଷ ଦିନର ଆମମାନଙ୍କର କ୍ଲେଶ ବିଷୟ ପର୍ଯ୍ୟନ୍ତ କହିଲେ ପୁଣି ଆମମାନଙ୍କ ପରିତ୍ରାଣ ବିଷୟରେ କହିଲେ ପ୍ରଭୁ ଯୀଶୁଙ୍କ ନାମରେ ଉଦ୍ଧାର ଅଛି ପ୍ରଭୁଙ୍କ ନାମରେ ପରିତ୍ରାଣ ଅଛି ପ୍ରଭୁଙ୍କ ବାକ୍ୟ ଢାଳି ଦିଅନ୍ତି ପୁଣି କହିଲେ ଅତି ସୁନ୍ଦର ଭାବରେ ସରଳ ଭାବରେ ବହୁତ ସୁନ୍ଦର ଶିକ୍ଷା ମୂଲ୍ୟବାନ ଶିକ୍ଷା ଆପଣ ଦେଇଛନ୍ତି ପ୍ରଭୁ ଆପଣଙ୍କ ମୁଖରେ କଥା କହିଅଛନ୍ତି ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ ସେବା କାର୍ଯ୍ୟକୁ ମଧ୍ୟ ପାରିବାରିକକୁ ମଧ୍ୟ ପ୍ରଭୁ ଆଶୀର୍ବାଦ କରନ୍ତୁ ପୁଣି ଆଗାମୀ ଦିନ ମାନଙ୍କରେ ଏହିଭଳି ଉତ୍ତମ ଶିକ୍ଷାରେ ପଢାଇ ନେବେ ପ୍ରେଜ୍ ଲର୍ଡ ଆଜ୍ଞା ଧନ୍ୟବାଦ ଆଜ୍ଞା ଆସନ୍ତୁ ଆମମାନେ ସୁନ୍ଦର ଶିକ୍ଷା ମାଧ୍ୟମରେ ଆଜି